ପ୍ରୟାସ ଇ ଶିକ୍ଷା ଆରମ୍ଭ କରୁଛି ଅଷ୍ଟମ ଶ୍ରେଣୀ ସାହିତ୍ୟିକା ବହିର ପ୍ରବନ୍ଧ ବୈଜ୍ଞାନିକ ମନୋବୃତ୍ତି। ପ୍ରାବନ୍ଧିକ ଶରତ କୁମାର ମହାନ୍ତି, ଯିଏକି ଜନ୍ମ ହୋଇଥିଲେ କଟକ ଜିଲ୍ଲାର ଜରିପଡ଼ା ଗ୍ରାମରେ 1938 ମସିହାରେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା 2006 ମସିହାରେ। ଲେଖକଙ୍କ ବିଷୟରେ ଆମେ ପ୍ରଥମେ ଜାଣିବା। ଲେଖକ ଗଣିତ ଶାସ୍ତ୍ରର ଅଧ୍ୟାପକ ଭାବରେ ତାଙ୍କର କର୍ମଜୀବନ ଅତିବାହିତ କରିଥିଲେ। ଜଣେ ଚିନ୍ତାଶୀଳ ପ୍ରାବନ୍ଧିକ ଭାବରେ ସେ ସୁପରିଚିତ। ଧର୍ମ, ଦର୍ଶନ, ସାହିତ୍ୟ, ମନସ୍ତତ୍ତ୍ୱ, ଇତିହାସ, ସଂସ୍କୃତ ଓ ବିଜ୍ଞାନକୁ ଆଧାର କରି ବହୁବିଧ ପ୍ରବନ୍ଧ ତଥା ସମାଲୋଚନା ଗ୍ରନ୍ଥ ସେ ରଚନା କରିଛନ୍ତି। ତାଙ୍କର ଶ୍ରେଷ୍ଠ ଲେଖା ଭିତରେ ଆକାଶର ଆହ୍ୱାନ, ସକ୍ରେଟିସ୍ ଓ ପ୍ଲୁଟୋ, ଅସ୍ତିତ୍ୱବାଦର ମର୍ମକଥା, ବିଜ୍ଞାନ ଦୃଷ୍ଟି, ସଂସ୍କୃତି ଅପସଂସ୍କୃତି, ଗ୍ରୀକ୍ ଜାତିର ଇତିହାସ, ଗାନ୍ଧୀ ମଣିଷ ଏହିସବୁ ପୁସ୍ତକ ପାଇଁ ସେ ଅମଳିନ ପ୍ରତିଭାର ସ୍ୱାକ୍ଷର ବହନ କରିଛନ୍ତି। ଗାନ୍ଧୀ ମଣିଷ ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ଆଜି ଯେଉଁ ପ୍ରବନ୍ଧଟି ଆମେ ପଢ଼ିବା, ବୈଜ୍ଞାନିକ ମନୋବୃତ୍ତି, ଏହି ପ୍ରବନ୍ଧଟି ପ୍ରାବନ୍ଧିକଙ୍କର ବିଜ୍ଞାନ ଦୃଷ୍ଟି ପୁସ୍ତକରୁ ସଂଗୃହୀତ ହୋଇଛି। ଏହି ପ୍ରବନ୍ଧରେ ସେ ବିଜ୍ଞାନ ମନସ୍କତା, ଅନାସକ୍ତ ଭାବ, ଯୁକ୍ତିଯୁକ୍ତତା, ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ବିଚାର କରିବା ଭଳି ବିରଳ ଗୁଣର ଭାବଧର୍ମ ସମ୍ପର୍କରେ ସେ ଆଲୋଚନା କରିଛନ୍ତି। ତେବେ ଆସ ଆମେ ପ୍ରଥମେ ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧର ସାର କଥାଟିଏ ଜାଣିବା। କୌଣସି କଥା ବିଚାର କଲାବେଳେ କ'ଣ କଲେ ଭଲ ହୁଅନ୍ତା ବା ନିଜକୁ ଆନନ୍ଦ ମିଳନ୍ତା, ଏ ପ୍ରକାର ଇଚ୍ଛାକୁ ଦମନ କରି ଅନାସକ୍ତ ଭାବେ କେବଳ ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ପରିଚୟ ଦିଏ। ପ୍ରତ୍ୟେକ ବ୍ୟକ୍ତି ତା'ର କଥାକୁ ଯୁକ୍ତିଯୁକ୍ତ ବୋଲି ଭାବୁଥିବାରୁ ବୈଜ୍ଞାନିକ ମନୋବୃତ୍ତିର ଗୁରୁତ୍ୱ ନ ବୁଝିବା ସ୍ୱାଭାବିକ। ବୈଜ୍ଞାନିକ ମନୋଭାବ ଥିବା ବ୍ୟକ୍ତି ଅତି ସରଳ, ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରର ମତ ସବୁ ଅନ୍ଧ ଭାବରେ ଗ୍ରହଣ ନ କରି କୌଣସି ବ୍ୟବସାୟିକ ଲାଭକ୍ଷତିର ଆଶା ନ ରଖି ଓ ନିଜର ବ୍ୟକ୍ତିଗତ ଇଚ୍ଛାକୁ ଜଳାଞ୍ଜଳି ଦେଇ କେବଳ ସତ୍ୟର ଉଦ୍ଘାଟନ ପାଇଁ ନିରପେକ୍ଷ ଭାବେ ବିଚାର କରିବାର ଇଚ୍ଛା, ଶିକ୍ଷା ଓ ଶକ୍ତି ଅତି ଅଳ୍ପ ଲୋକଙ୍କର ରହିଛି। ଜଣେ ବିଜ୍ଞାନ ଶିକ୍ଷକ ଶ୍ରେଣୀରେ ପଢ଼ାଇଲା ବେଳେ ଛାତ୍ରମାନଙ୍କର ଚିନ୍ତାଧାରା ବିକାଶ ନିମନ୍ତେ ଧୀର ସ୍ଥିର ଭାବରେ ଭାବିଚିନ୍ତି ପଢ଼ାନ୍ତି। ଛାତ୍ରକୁ ପ୍ରଶ୍ନ କରିବାକୁ ଉତ୍ସାହିତ କରନ୍ତି ଏବଂ ସବୁ ପ୍ରକାର ଉତ୍ତର ଭାବିଚିନ୍ତି ପ୍ରଦାନ କରନ୍ତି। ମାତ୍ର ଶ୍ରେଣୀ ବାହାରେ ସେହି ଶିକ୍ଷକ ସହିତ ଯଦି ରାଜନୀତି ବା ଧର୍ମ ସମ୍ପର୍କରେ କିଛି ଆଲୋଚନା କରାଯାଏ, ତାହେଲେ ସେ ଧୀର ଭାବରେ ଯୁକ୍ତିଯୁକ୍ତ କାରଣ ସହିତ କୌଣସି କଥା କହିବା ବା ଶୁଣିବାକୁ ପ୍ରସ୍ତୁତ ନଥାନ୍ତି। ଏ ବିଷୟରେ ଯୁକ୍ତି କଲେ ନିଜର ମତାମତ ସବୁ ଠିକ୍ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରୁ ଜଣାଗଲା ଯେ ବିଜ୍ଞାନକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲେ ମଧ୍ୟ ଧର୍ମ ବା ରାଜନୀତି ସମ୍ପର୍କରେ ସମ୍ପୂର୍ଣ୍ଣ ଅବୈଜ୍ଞାନିକ। ସେହିଭଳି ଜଣେ ବ୍ୟକ୍ତି କେତେକ ପ୍ରଶ୍ନ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କଲାବେଳେ ଆଉ କେତେକ ପ୍ରଶ୍ନ ସମ୍ବନ୍ଧରେ ତାଙ୍କର ମତାମତ ଅବୈଜ୍ଞାନିକ ହୋଇଥାଏ। ଏହାର କାରଣ ଆମର ବିଶ୍ୱାସ ସବୁ ବ୍ୟକ୍ତିଗତ ଇଚ୍ଛା ଦ୍ୱାରା ପ୍ରଭାବିତ। କେତେଗୁଡ଼ିଏ ବିଶ୍ୱାସର ଯୁକ୍ତିଯୁକ୍ତ କାରଣ ଥିଲେ ମଧ୍ୟ ଆମର ଅଧିକାଂଶ ବିଶ୍ୱାସ କେବଳ ଦିବାସ୍ୱପ୍ନ। ଅନେକ ନିଜକୁ ବୁଦ୍ଧିମାନ, ବିଚାରଶୀଳ ଏବଂ ନିଜର ମତାମତକୁ ନିର୍ଭୁଲ ବୋଲି ଭାବି ନିଅନ୍ତି। କିନ୍ତୁ ପ୍ରକୃତରେ ତାହା ନିଜ ସମ୍ବନ୍ଧରେ ତାହାଠାରୁ ଅତି ଉଚ୍ଚ ଧାରଣା ମନୁଷ୍ୟର ରହିଥାଏ। ଗୋଟିଏ ନିର୍ବାଚନରେ ପ୍ରତ୍ୟେକ ଦଳର ପ୍ରଚାରକ ନିଜ ଦଳର ଜୟଲାଭ କରିବାର ସମ୍ଭାବନା ଅଧିକ ରଖିଥାନ୍ତି। ସତ୍ୟର ଆବିଷ୍କାର ଦ୍ୱାରା ସମୟରେ ଆମର ମଧୁର ସ୍ୱପ୍ନରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ। ମାତ୍ର ତାହା କ୍ଷଣିକ, ତାହା ଅଳ୍ପ ଦିନ ପାଇଁ ବା ଅଳ୍ପ ସମୟ ପାଇଁ। ନିଜକୁ ବୁଦ୍ଧିମାନ ମନେ କରୁଥିବା ଛାତ୍ରଟି ପରୀକ୍ଷାରେ ଖରାପ କଲେ ମଧ୍ୟ ପ୍ରଥମେ ତା'ର ଯୋଗ୍ୟତା ଉପରେ ସନ୍ଦେହ ହୁଏ। ସେହିପରି ନିଜକୁ ଅତି ପ୍ରତିଭାବାନ କବି ମନେ କରୁଥିବା ବ୍ୟକ୍ତିଙ୍କର କବିତାରେ ଆଦର ନ ହେଲେ ସେ ନିଜ କବିତାର ଦୋଷ ନ ଦେଖି ଲୋକ ତାଙ୍କ କବିତାକୁ ବୁଝିବାକୁ ଅକ୍ଷମ ବୋଲି ସେ ବିଚାର କରନ୍ତି। ଏଥିପାଇଁ ମଧ୍ୟ ସେ ଯୁକ୍ତି କରନ୍ତି। ଉଣା ଅଧିକେ ମଣିଷ ଏହିପରି ଅନେକ ମଧୁର କଳ୍ପନାକୁ ଗ୍ରହଣ କରିଥାଏ। ମନୁଷ୍ୟ ମଧୁର କଳ୍ପନାରେ ମଜିଯିବାର ଲକ୍ଷ୍ୟ କରି ବର୍ନାର୍ଡ ରସେଲ ଡ୍ରିମ୍ସ ଆଣ୍ଡ ଫୋକସ୍ ପ୍ରବନ୍ଧରେ ଲେଖିଛନ୍ତି ଯେ ବସ୍ତୁତଃ ମନୁଷ୍ୟ ସ୍ୱପ୍ନ ଅବସ୍ଥାରେ ରହିଥାଏ। କାରଣ ମଣିଷ ସବୁବେଳେ ସ୍ୱପ୍ନକୁ ହିଁ ଅଧିକ ଭଲ ପାଇଥାଏ। ବାହ୍ୟ ଜଗତର କୌଣସି ଅପ୍ରତ୍ୟାଶିତ ଘଟଣାରେ କେବେ କେବେ ମୁହୂର୍ତ୍ତକ ପାଇଁ ତାଙ୍କର ନିଦ୍ରାଭଙ୍ଗ ହୋଇଥାଏ। ମାତ୍ର ଅତି ଶୀଘ୍ର ସେ କଳ୍ପନାର ମଧୁର ନିଦ୍ରା ରାଜ୍ୟକୁ
ସେ ପୁଣି ଫେରିଯାଏ। ଯେମିତି ଦେଖିବା ବିଚାର କୌଣସି କଥାର ବିଚାର କଲାବେଳେ ନିଜର ବ୍ୟକ୍ତିଗତ ବିଶ୍ୱାସ ଠିକ୍ ଓ ଅନ୍ୟମାନେ ଏହା ଗ୍ରହଣ କରନ୍ତୁ ଏପରି ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ସମ୍ପୂର୍ଣ୍ଣ ଭାବରେ ବିରୋଧୀ। ଯେପର୍ଯ୍ୟନ୍ତ ଆମର ବ୍ୟକ୍ତିଗତ ମତକୁ ଅନ୍ୟମାନଙ୍କ ଉପରେ ଲଦି ଦେବାର ମନୋଭାବ ଆମର ରହିଛି ସେ ପର୍ଯ୍ୟନ୍ତ ଆମେ ନିରପେକ୍ଷ ଭାବେ ଯୁକ୍ତି ନ କରି ନିଜ ମତକୁ ସୁହାଇଲା ଭଳି ଯୁକ୍ତି କରିବା। ନିଜର ମତକୁ ଠିକ୍ ବୋଲି ପ୍ରମାଣ କରିବା ପାଇଁ ଆମେ ଯୁକ୍ତିତର୍କକୁ କେବଳ ଅସ୍ତ୍ର ରୂପେ ବ୍ୟବହାର କରିଥାଉ। ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ ହେଲା ଆସକ୍ତି ଭାବ। କୌଣସି ବିଷୟରେ ଯେପର୍ଯ୍ୟନ୍ତ ଆମର ଆସକ୍ତି ଭାବ ଥିବ ସେ ପର୍ଯ୍ୟନ୍ତ ଆମେ ଯୁକ୍ତିତର୍କକୁ କେବଳ ଅସ୍ତ୍ର ଭାବେ ବ୍ୟବହାର କରିଥାଉ। ଆଲ୍ଡସ୍ ହକ୍ସଲ୍ ଅନାସକ୍ତ ବ୍ୟକ୍ତି ହିଁ ଆଦର୍ଶ ମାନବ ବୋଲି ସେ କହିଛନ୍ତି। ଏପରିକି ବିଜ୍ଞାନ କଳା ଓ ଯେକୌଣସି ଅନୁମାନ ଓ ମାନବୀୟ ସମ୍ପର୍କିତ ପ୍ରତି ମଧ୍ୟ ତାଙ୍କର ସେ ନିରପେକ୍ଷତା ଦେଖାଇଛନ୍ତି। ବୈଜ୍ଞାନିକ ମନୋବୃତ୍ତି ପାଇଁ ନିରପେକ୍ଷ ଭାବ ସଦାସର୍ବଦା ଆବଶ୍ୟକ। ଯେକୌଣସି ଗୋଟିଏ ଦୁଇଟି କଥାକୁ ଯୁକ୍ତିଯୁକ୍ତ ଭାବରେ ବା ଯୁକ୍ତିଯୁକ୍ତ କାରଣ ସହିତ ନିରପେକ୍ଷ ଭାବରେ ବିଚାର କରିବା ବ୍ୟକ୍ତିଙ୍କର ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁହାଯାଇ ନପାରେ। ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନ ରଖି ଅନାସକ୍ତ ଭାବ ଯେ ସବୁ ପ୍ରଶ୍ନର ବିଚାର କରନ୍ତି ତାଙ୍କରି କେବଳ ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁହାଯାଇପାରେ। ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି ଯେ ବିଜ୍ଞାନ ଉପରେ ବେଶୀ ବିଶ୍ୱାସ କରେ ତାଙ୍କର ମତାମତକୁ ନିଶ୍ଚିତ ଭାବେ ସତ୍ୟ ବୋଲି କେବେ ଭାବିବେନି। ତାଙ୍କର ଯୁକ୍ତିରେ କୌଣସି ଭୁଲ ଦର୍ଶାଇଲେ ଏବଂ ତାଙ୍କ ଯୁକ୍ତିଠାରୁ ବଳିଷ୍ଠ ଯୁକ୍ତି ଦେଖାଇ କେହି ଅନ୍ୟ ଏକ ସିଦ୍ଧାନ୍ତରେ ପହଞ୍ଚିଗଲେ ସେ ତାକୁ ସହଜରେ କରିପାରନ୍ତି ନାହିଁ। ସେ ସହଜରେ ଗ୍ରହଣ କରିନେବେ କାରଣ ତାଙ୍କର କୌଣସି ମତ ପ୍ରତି ଆସକ୍ତି ଭାବ ନଥାଏ। ଦୁଇ ଜଣ ଭୂତତ୍ତ୍ୱବିଦଙ୍କର ଶିଳାଖଣ୍ଡ ସମ୍ପର୍କରେ ଯଦି ମତାମତ ଆମେ ନେବା ତାହେଲେ ସେ ଦୁଇ ଜଣ ଭୂତତ୍ତ୍ୱବିଦ ମଧ୍ୟ ଭିନ୍ନ ଭିନ୍ନ ମତ ପ୍ରକାଶ କରିବେ। ସାହିତ୍ୟ ସମାଲୋଚକ ଓ ବିଜ୍ଞାନଗାରର ପରୀକ୍ଷକ ଯଦି ଦୁଇ ଜଣଙ୍କୁ ନେଇକି ଆମେ ବିଚାର କରିବା ଗୋଟିଏ ଦୃଷ୍ଟିରୁ ଦେଖିବା ସେମାନେ ସମାନ, କାରଣ ଉଭୟଙ୍କ କାମ ବିଶ୍ଳେଷଣ କରିବା। ମାତ୍ର ଅନେକ ସମାଲୋଚକ ନିଜର ବ୍ୟକ୍ତିଗତ ଇଚ୍ଛା ଦ୍ୱାରା ପ୍ରଭାବିତ ହୋଇ ଭଲ ଲାଗୁଥିବା କବିଙ୍କର କବିତା ସପକ୍ଷରେ ରହି ସମାଲୋଚନା କରିଥାନ୍ତି। ନିଜର ପ୍ରିୟ କବିତା ସମାଲୋଚନା କଲାବେଳେ ସେ କବିତାର ସଂଜ୍ଞା ଉତ୍ତମ କବିତାର ଲକ୍ଷଣ କବିଙ୍କର ସପକ୍ଷରେ ଗଲା ଭଳି ସେ କହିଥାନ୍ତି। ସେ ସମାଲୋଚନା କରିବା ବଦଳରେ ଓକିଲାତି ମଧ୍ୟ କରିଥାନ୍ତି। ଏପରି ସମାଲୋଚନାରେ ବୈଜ୍ଞାନିକ ମନୋବୃତ୍ତିର ଅଭାବ ଲକ୍ଷ୍ୟ ହୋଇଥାଏ। ତେଣୁ କେହି ବଳିଷ୍ଠ ଯୁକ୍ତି କରି କବିଙ୍କର ଦୋଷଗୁଣ ଦେଖାଇଲେ ସେ ତାକୁ ସହଜରେ ଗ୍ରହଣ ନ କରି ବିରୋଧ କରିଥାନ୍ତି। ଯେମିତି ଅନାସକ୍ତ ଭାବ ବ୍ୟତୀତ ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ଆଉ ଗୋଟିଏ ଲକ୍ଷଣ ରହିଛି। ଶାସ୍ତ୍ରମତ ତଥା ସମାଜର ପ୍ରଚଳିତ ମତ ଦ୍ୱାରା ପ୍ରଭାବିତ ନ ହୋଇ ସ୍ୱାଧୀନ ଭାବେ ବିଚାର କରିବା ଏକ କଠିନ ମାନସିକ ଅଭ୍ୟାସ। ଏହା ଅଧ୍ୟୟନ ଗଭୀର ଚିନ୍ତା ଉପଯୁକ୍ତ ଶିକ୍ଷା ଉପରେ ମଧ୍ୟ ନିର୍ଭର କରେ। ଅନାସକ୍ତ ଭାବ ଥିଲେ ମଧ୍ୟ ନିଜର ସିଦ୍ଧାନ୍ତକୁ ନିଶ୍ଚିତ ରୂପେ ସତ୍ୟ ବୋଲି ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି କେବେ ଭାବିବେନି। ସେହି ବିଷୟରେ ତାଙ୍କର ଜ୍ଞାନ ଅସମ୍ପୂର୍ଣ୍ଣ ହୋଇପାରେ ଓ ତାଙ୍କ ଯୁକ୍ତିରେ କିଛି ଭୁଲ ଥାଇପାରେ ଏ କଥା ସେ ମନେ ରଖିଥିବେ ନିଶ୍ଚୟ। କୌଣସି କଥାର ଆଲୋଚନା କଲାବେଳେ ସତ୍ୟର ଉଦ୍ଘାଟନ ପାଇଁ ବୈଜ୍ଞାନିକ ମନୋବୃତ୍ତି ସର୍ବପ୍ରଥମେ ଆବଶ୍ୟକ ହୋଇଥାଏ। ବୈଜ୍ଞାନିକ ମନୋବୃତ୍ତି ଥିବା ବ୍ୟକ୍ତି କୋଟିକରେ ଗୋଟିଏ ଥାନ୍ତି। ବିଜ୍ଞାନ ବୈଜ୍ଞାନିକ ମନୋବୃତ୍ତିର ବିକାଶ ଦିଗରେ କିପରି ସାହାଯ୍ୟ କରିଛି ତାହା ବିଚାର କରିବା କଥା। ମାତ୍ର ବିଜ୍ଞାନରେ ଜ୍ଞାନ ଅର୍ଜନ କରିବା ଓ ବୈଜ୍ଞାନିକ ମନୋବୃତ୍ତି ଏ ଦୁଇଟି ସମ୍ପୂର୍ଣ୍ଣ ଭାବରେ ଅଲଗା କଥା। ବିଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତି ଉଭୟ ପରସ୍ପର ସହିତ ଜଡ଼ିତ ଏକଥା ସମସ୍ତେ ଜାଣନ୍ତି। ବିଜ୍ଞାନର ବିଭିନ୍ନ ଆବିଷ୍କାର ମନୁଷ୍ୟର ଅନେକ ଭିତ୍ତିହୀନ ଆତ୍ମରୁଚିର ବିଶ୍ୱାସ ଉପରେ କୁଠାରଘାତ କରିବା ଦ୍ୱାରା ଚିନ୍ତାଶୀଳ ବ୍ୟକ୍ତିମାନେ ନିଜର ବିଶ୍ୱାସ ଉପରେ ସନ୍ଦେହ ପ୍ରକାଶ କରି ସେସବୁକୁ ସାବଧାନ ସହିତ କରିବାକୁ ସେମାନେ ଲାଗିଛନ୍ତି। ତାହେଲେ ପିଲାମାନେ ଏବେ ତ ଆମେ ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧର ସାର କଥାଟି ଆମେ ଅଳ୍ପରେ ଶୁଣିଲେ। ଏବେ ଏଇ ପ୍ରବନ୍ଧ ମଧ୍ୟରେ ଥିବା କଠିନ ଶବ୍ଦ ଗୁଡ଼ିକର ଅର୍ଥ ଜାଣିବା।
ନିରପେକ୍ଷ ଯାହା ହେଉଛି ସ୍ୱାଧୀନ ବା ପକ୍ଷପାତ ଶୂନ୍ୟ। ସିଦ୍ଧାନ୍ତ ଅର୍ଥ ନିର୍ଦ୍ଧାରଣ ବା ନ୍ୟାୟ। ଆସକ୍ତି ଲିପ୍ତ ହେବା ବା ଜଡ଼ିତ ହେବା। ବିରଳ ଅଳ୍ପ ପରିମାଣ ଯାହା ବହୁ ସଂଖ୍ୟା ଦେଖାଯାଏ ନାହିଁ। ବାହୁଲ୍ୟ ବହୁଳତା ଅତିଶୟୋକ୍ତି। ବୈଜ୍ଞାନିକ ଅବୈଜ୍ଞାନିକ ଯାହା ବିଜ୍ଞାନ ସମ୍ମତ ନୁହେଁ। ଆତ୍ମସନ୍ତୋଷ ନିଜର ଖୁସି। କଳ୍ପନା ଯାହା ନାହିଁ ତାହା ଅଛି ବୋଲି ଅନୁମାନ କରାଯାଏ। ମୁହୂର୍ତ୍ତ 48 ମିନିଟ୍ ବା ଦିନ ରାତିର 30 ଭାଗରୁ 1 ଭାଗ। ଅନ୍ତରାୟ ବାଧା ବା ପ୍ରତିବନ୍ଧକ। ରୁଚି ଅର୍ଥ ଆଗ୍ରହ। ଭୂତତ୍ତ୍ୱବିଧି ଭୂମି ତଳେ ଥିବା ପଦାର୍ଥ ସମ୍ପର୍କରେ ଯିଏ ଜାଣନ୍ତି। ଶିଳା ଅର୍ଥ ପଥର। ଚିନ୍ତାଶୀଳ ଚିନ୍ତାପରାୟଣ ବା ଭାବୁକ। ଭିତ୍ତି ଅର୍ଥ ମୂଳଦୁଆ। ଅପ୍ରତ୍ୟାଶିତ ଆକସ୍ମିକ ବା ହଠାତ୍। ନିସ୍ପୃହ ଅର୍ଥ ଅନାସକ୍ତ ଆକାଂକ୍ଷା ଶୂନ୍ୟ। ଜଳାଞ୍ଜଳି ସମ୍ପୂର୍ଣ୍ଣ ରୂପେ ସମ୍ପର୍କ ତୁଟେଇବା। ଦିବାସ୍ୱପ୍ନ ଅର୍ଥ କ୍ଷଣସ୍ଥାୟୀ। ସମ୍ଭ୍ରାନ୍ତ ଅର୍ଥ ମର୍ଯ୍ୟାଦା ସମ୍ପନ୍ନ। ମୁହୂର୍ତ୍ତକ ଅର୍ଥ ଏକ ମୁହୂର୍ତ୍ତ ପରିମିତ। ଆସକ୍ତ ଅତି ଅତି ଅନୁରକ୍ତ। ସିଦ୍ଧାନ୍ତ ମୀମାଂସା ବା ନିର୍ଦ୍ଧାରଣ। ଜଡ଼ିତ ଯାହାର ହେଉଛି ଲିପ୍ତ ବା ସଂଶ୍ଳିଷ୍ଟ। କୁଠାରଘାତ ଅର୍ଥ କୁରାଢ଼ୀରେ ଆଘାତ କରିବା। ବାର୍ଟ୍ରାଣ୍ଡ ରସେଲ ଅର୍ଥ ଗଣିତ ଦର୍ଶନ ଆଉ ସମାଜର ଚିନ୍ତାନାୟକ। ସାହିତ୍ୟ ପାଇଁ ଯିଏକି 1950 ମସିହା ନୋବେଲ ପୁରସ୍କାର ପାଇଥିଲେ। ଆଲଡସ୍ ହକ୍ସଲେ ଜଣେ ଶାନ୍ତିପ୍ରିୟ ମାନବବାଦୀ ମଣିଷ। ତାହେଲେ ପିଲାମାନେ ଆମେ ତ ବୈଜ୍ଞାନିକ ମନୋବୃତ୍ତିର ସାର କଥା ଜାଣିଲେ ଏବଂ କଷ୍ଟ ଶବ୍ଦ ମଧ୍ୟ ଜାଣିଲେ। ଏହାପରେ ଆମେ କେତେକ ବ୍ୟାକରଣଗତ ପ୍ରଶ୍ନର ଆଲୋଚନା କରିବା। ତୁମେମାନେ ଧ୍ୟାନ ସହକାରେ ଶୁଣିବ ଏବଂ ବ୍ୟାକରଣକୁ ବୁଝିବ। ପିଲାମାନେ ଆମେ ଏବେ ବ୍ୟାକରଣ ଆଲୋଚନା କରିବା। ତୁମ ବହିରେ ଥିବା 27 ନମ୍ବରରେ ରହିଛି ନିମ୍ନରେ କେତୋଟି ବିଶେଷ ପଦ ଦିଆଯାଇଛି, ତା'ର ବିଶେଷଣ ପଦ ଆମେ ଲେଖିବା। ବିଶେଷ ପଦ ହେଲା ଉଦ୍ଘାଟନରୁ ଉଦ୍ଘାଟିତ, ଉତ୍ସାହରୁ ଉତ୍ସାହିତ, ଚିନ୍ତାରୁ ଚିନ୍ତିତ, ବିଶ୍ୱାସରୁ ବିଶ୍ୱସ୍ତ ଏବଂ ପରିବର୍ତ୍ତନରୁ ପରିବର୍ତ୍ତିତ। ସେହିଭଳି 28 ପୃଷ୍ଠାରେ ଦେଇଛି ଧୀର ସ୍ଥିର ଭଳି ଯୁଗ୍ମ ଶବ୍ଦ ଆଉ କେତୋଟି ଲେଖିବା ପାଇଁ ସେ କହିଛି। ଯେମିତିକି ଆମେ କହିବା ଆଉ କେତେକ ଯୁଗ ଶବ୍ଦ ହେଲା ଭାବି ଚିନ୍ତି, ଯୁକ୍ତିଯୁକ୍ତ, ଊଣା ଅଧିକେ, କଳ୍ପନା ବିଳାସ, ଯୁକ୍ତିତର୍କ, ଧନ ସମ୍ପତ୍ତି, ଦୋଷ ଗୁଣ ଆଉ ପୁରାପୁରି। ସେଭଳି ଆମେ 29 ନମ୍ବରରେ ଦେଖିବା କିଛି ଶବ୍ଦ ଦେଇଛି, ନୂଆ ଶବ୍ଦ। ସେ ଶବ୍ଦକୁ ନେଇକି ଆମେ ବାକ୍ୟ ଗଠନ କରିବା। ସେଥିରୁ ଗୋଟିଏ ମୁଁ କହିଦେଉଛି, ଗୋଟିଏ ଦୁଇଟି ତୁମେମାନେ ବାକି ଅନ୍ୟ ଗୁଡ଼ା କରିବାକୁ ଚେଷ୍ଟା କରିବ। ମୁଁ ଗୋଟିଏ ଶବ୍ଦ ଦେଉଛି ନିରପେକ୍ଷ। ନିରପେକ୍ଷର ବାକ୍ୟ ଗଠନ ହେଲା ବିଚାରପତି ନିରପେକ୍ଷ ଭାବରେ ରାୟ ଦେଲେ। ସେଭଳି ଗୋଟିଏ ଶବ୍ଦ ରହୁଛି ଅନ୍ତରାଳ। ପୁଅର ଅସୁସ୍ଥତା ଭିତରେ ଅନ୍ତରାୟ ହେଲା। ଏହାପରେ 30 ନମ୍ବରରେ ଦେଖିବା ସନ୍ଧି ବିଚ୍ଛେଦ ଦେଇଛି, ଯେଉଁଥିରେ ସ୍ୱପ୍ନାବସ୍ଥା ଅର୍ଥ ସ୍ୱପ୍ନ ମିଶାଣ ଅବସ୍ଥା। ଆବିଷ୍କାର ଆବିହି ଯୁକ୍ତ କାର। ମତାମତ ମତ ଯୁକ୍ତ ଅମତ। ପରୀକ୍ଷା ପରି ଯୁକ୍ତ ଇକ୍ଷା ଦୀର୍ଘ ହି ଇକ୍ଷା। ଉଦ୍ଘାଟନ ଅର୍ଥ ଉତ୍ ଯୁକ୍ତ ଘାଟନ। ମନୋଭାବ ମନଃ ଯୁକ୍ତ ଭାବ। ପରସ୍ପର ପରହ ଯୁକ୍ତ ପର। ସେଭଳି 31 ପୃଷ୍ଠାରେ 31 ନମ୍ବର ଦେଇଛି ବିଜ୍ଞାନ ଶବ୍ଦରେ ଇକ ଲୋକିତରେ ଯେମିତି ବୈଜ୍ଞାନିକ ହୁଏ, ସେଭଳି ଭାବରେ ସ୍ୱାଭାବିକ କିଭଳି ହେବ। ସ୍ୱଭାବ ମିଶାଣ ଇକ ସ୍ୱାଭାବିକ। ବ୍ୟବସାୟିକ ବ୍ୟବସାୟ ଯୁକ୍ତ ଇକ। ଦାର୍ଶନିକ ଦର୍ଶନ ଯୁକ୍ତ ଇକ। କ୍ଷଣିକ କ୍ଷଣ ଯୁକ୍ତ ଇକ। ଦୈହିକ ଦିହ ଯୁକ୍ତ ଇକ। ସେଭଳି 32 ପୃଷ୍ଠାରେ ଦେଇଛି ଜଳାଞ୍ଜଳି ଶବ୍ଦ ପରି ଆଉ 4ଟି ଶବ୍ଦ ଆମେ ଲେଖିବା ପାଇଁ, ଯେଉଁଟାକି ଶେଷରେ ଅଞ୍ଜଳି ଶୁଭୁଥିବ। ସେଭଳି ଶବ୍ଦ ଗୁଡ଼ିକ ହେଲା କୃତାଞ୍ଜଳି, ଶ୍ରଦ୍ଧାଞ୍ଜଳି, ବଜ୍ଞାଞ୍ଜଳି, ସ୍ନେହାଞ୍ଜଳି। ଏବଂ 33 ନମ୍ବରରେ ନାହିଁ ସ୍ପୃହା ଯାହାର ନିସ୍ପୃହ। ସିଏ ଗୋଟିଏ ଅର୍ଦ୍ଧବାକ୍ୟଟିଏ ଦେଇଛି ଏବଂ ତା'ର ଗୋଟେ ଶବ୍ଦ ନୂଆ ଶବ୍ଦଟି ତିଆରି କରିବା ପାଇଁ ସେ କହିଛି। ଏଟା ସମାସର କଥାଟି। ନାହିଁ ଆସକ୍ତି ଯାହାର ନିରାସକ୍ତ, ନାହିଁ ଭୁଲ ଯାହାର ନିର୍ଭୁଲ, ନାହିଁ ଅଭିମାନ ଯାହାର ନିରଭିମାନ। ଏବଂ ଏହାପରେ ଆମେ 34 ନମ୍ବରରେ ଦେଖିବା
ଏଠି ୟ ପ୍ରତ୍ୟୟ ଲଗେଇକି ନୂଆ ଶବ୍ଦ ଗଠନ କରିଛି, ଯେମିତିକି ବହୁଳ ଶବ୍ଦରେ ୟ ପ୍ରତ୍ୟୟ ଲଗେଇକି କରିଛି ବାହୁଲ୍ୟ। ସେଇଭଳି ଭାବରେ ସରଳରେ ୟ ପ୍ରତ୍ୟୟ ଲଗେଇଲେ ସାରଲ୍ୟ, ପ୍ରଧାନରେ ୟ ପ୍ରତ୍ୟୟ ଲଗେଇଲେ ପ୍ରାଧାନ୍ୟ, ମଧୁର ମିଶାଣ ୟ ସମାନେ ମାଧୁର୍ଯ୍ୟ, ଗମ୍ଭୀର ଯୁକ୍ତ ୟ ଗାମ୍ଭୀର୍ଯ୍ୟ ଏବଂ ତରଳ ଯୁକ୍ତ ୟ ତାରଲ୍ୟ। ତାହେଲେ ପିଲାମାନେ, ଆଜି ତ ଆମେ ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧଟିର ସାର କଥା ଜାଣିଲେ, କଠିନ ଶବ୍ଦ ଜାଣିଲେ ଏବଂ ତା ସହିତ ବ୍ୟାକରଣ ବିଷୟରେ ଆଲୋଚନା କଲେ। ଆଉ ବାକି ତୁମମାନଙ୍କ ପାଇଁ ଯାହା ରହିଲା ନୀତି ଦୀର୍ଘ ଉତ୍ତରର ପ୍ରଶ୍ନର ଉତ୍ତର ଲେଖିବା ଏବଂ ସରଳାର୍ଥ ଲେଖିବା। ତୁମମାନେ ତ ସବୁ ଜାଣିଛ, ତାହା ଲେଖିବ, ଅଭ୍ୟାସ କରିବ। ତା ସହିତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଗୁଡ଼ିକର ଉତ୍ତର ମଧ୍ୟ ଲେଖି ଅଭ୍ୟାସ କରିବ। ତାହେଲେ ପିଲାମାନେ, ଆଜିର ସାହିତ୍ୟିକା ଅଷ୍ଟମ ଶ୍ରେଣୀର ପ୍ରବନ୍ଧ ବୈଜ୍ଞାନିକ ମନୋବୃତ୍ତି ବିଷୟଟିର ଶିକ୍ଷାଦାନ ଶ୍ରେଣୀ ଏଇଠି ଶେଷ କରୁଛି। ଧ୍ୟାନ ସହକାରେ ଶୁଣିଥିବାରୁ ତୁମମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ।